ଖପ୍ରାଖୋଲ ପୁଲିସ ଚଢ଼ାଉ ବୋଲେରୋରେ 6 ଦାଦନ ଶ୍ରମିକ ଉଦ୍ଧାର, ଜଣେ କୋର୍ଟ ଚାଲାଣ। ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ପୋଲିସ ଚଢ଼ାଉ କରି ଏକ ବୋଲେରୋ ସହ 3 ଶିଶୁ ସମେତ 6 ଦାଦନ ଶ୍ରମିକ ଉଦ୍ଧାର କରି ଜଣେ ମଧ୍ୟସ୍ଥକୁ ମଙ୍ଗଳବାର କୋର୍ଟ ଚାଲାଣ କରିଥିବା ପୁଲିସ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ସୋମବାର ରାତିରେ ଖପ୍ରାଖୋଲ ପୁଲିସ ପୁତଲାମହୁଲ ଗାଁ ନିକଟରେ ପେଟ୍ରୋଲିଂ କଲାବେଳେ ଏକ ବୋଲେରୋରେ କିଛି ଶ୍ରମିକ ଚାଲାଣ ହେଉଥିବା ସନ୍ଦେହ କରି ପଚରା ଉଚରା ବେଳେ ଶ୍ରମିକମାନଙ୍କୁ ତେଲେଙ୍ଗାନାର ୱାଙ୍ଗାରାଙ୍ଗଲକୁ ଇଟା କାମ ପାଇଁ ବେଆଇନ ଭାବେ ଚାଲାଣ କରୁଥିବା ଜାଣି ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ସମସ୍ତ ଶ୍ରମିକ ପୁତଲାମହୁଲ ଗାଁର ବୋଲି ଜଣାଯାଇଛି। ଏନେଇ ଖପ୍ରାଖୋଲ ଥାନା କେସ୍ ନମ୍ବର 28/24ରେ ଏକ ମାମଲା ରୁଜୁ କରି ଶ୍ରମିକ ଚାଲାଣ ହୋଇଥିବା ବୋଲେରୋ ଗାଡ଼ିକୁ ଜବତ କରିବା ସହ ମହରାପଦର ପଞ୍ଚାୟତ ବାଗଝରଣ ଗାଁର ଗୁରୁଦେବ ବାରିକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି।